Hello everyone, this is Manos. Welcome back to your favorite channel Biogan. ତ ବହୁତ ଦିନ ଲେଟ୍ ପରେ ଭିଡ଼ିଓ ଛଡ଼ା ହେଉଛି କାହିଁକିନା ନୂଆ ନୂଆ ପୋଷ୍ଟିଂ ତ ବହୁତ କାମ ଗୁଡ଼ା ବି କରିବାକୁ ପଡ଼ୁଛି। ତାପରେ ବି ଆସିକି ଥକା ହେଇସାରିଲା ପରେ ଟିକେ ଏତେ ଭିଡ଼ିଓ ବନେଇବା ପାଇଁ ଟିକେ ଟାଇମ୍ ହେଉନାହିଁ। ତ ଠିକ୍ ଅଛି, ମୁଁ ବହୁତ ଇମ୍ପୋର୍ଟାଣ୍ଟ ବର୍ତ୍ତମାନ ଟପିକ୍ଟା ଆଣିଛି ଯେଉଁଟାକି ମୋ ପାଇଁ ବି ପ୍ରୋବ୍ଲେମ୍ ହେଇଥିଲା। ତ କ୍ଲିଭେଜ୍ କେଉଁଠି ପଡ଼ିବା? ଯଦି ଆମେ NCERT ଫଲୋ କରୁଛନ୍ତି ତ NCERT କ୍ଲିଭେଜ୍ ଦେଇନାହିଁ, କ'ଣ ଦୁଇ ତିନି ଧାଡ଼ି ଦେଇଦେଇଛି। ତ NCERT ଡିଟେଲ୍ସରେ ଆମର କ୍ଲିଭେଜ୍ ଦେଇନାହିଁ। ଆମେ ବର୍ତ୍ତମାନ ଯେଉଁଟା ମୁଁ ବି ପଢ଼ିଥିଲି, ମୋ ନୋଟ୍ ହିଁ ଦେଖିପାରୁଥିବେ। ତ ମୁଁ ଯେଉଁଟା ପଢ଼ିଥିଲି ତ ସେଇ କ୍ଲିଭେଜ୍ ମୁଁ କ'ଣ ପଢ଼ିଥିଲି, ଟାଇପ୍ସ ଅଫ୍ କ୍ଲିଭେଜ୍, କେଉଁ ଟାଇପ୍ସ ଅଫ୍ କ୍ଲିଭେଜ୍ ପଢ଼ିଥିଲି, ତ ସେଇଟା ହିଁ ଇମ୍ପୋର୍ଟାଣ୍ଟ ଡିସ୍କସନ୍ କରିବା। ଠିକ୍ ଅଛି, ଯଦି ଭିଡ଼ିଓ ଭଲ ଲାଗିବ ତାହେଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବା। ତ ଆମେ ଷ୍ଟାର୍ଟ କରିବା। ତ ଫାର୍ଷ୍ଟ ଆମେ କ୍ଲିଭେଜ୍ କ'ଣ ହେଲା ନା, ଯେଉଁ ଜାଇଗୋଟ୍ ଆମର ହେଲା, ଯେଉଁ ଆମର ରିପ୍ରଡକ୍ସନ୍ ହେଲା, ତ ରିପ୍ରଡକ୍ସନ୍ ଜାଇଗୋଟ୍ ହେଲା, ସେ ଜାଇଗୋଟ୍ ପରର ଯେଉଁ ଡେଭଲପମେଣ୍ଟ ହେବ ଜାଇଗୋଟ୍ର ତାକୁ ଆମେ କ୍ଲିଭେଜ୍ କହିବା। ବୁଝିଗଲା? ତ କ'ଣ ହେଲା ନା, ଦ କ୍ଲିଭେଜ୍ ଇଜ୍ ଏ ସିରିଜ୍ ଅଫ୍ ରେପିଡ୍ ମାଇଟୋଟିକ୍ ଡିଭିଜନ୍। ମନେ ରଖିବେ, ଦେନ୍ କ୍ଲିଭେଜ୍ରେ କ'ଣ ହେଲା ନା, ମାଇଟୋଟିକ୍ ଡିଭିଜନ୍ର କ୍ୱେଶ୍ଚନ୍ ଆସେ। ବୁଝିଗଲା? ହୁଇଚ୍ କନଭର୍ଟସ୍ ଦ ସିଙ୍ଗଲ୍ ସେଲୁଲାର ଜାଇଗୋଟ୍, ଗୋଟେ ସେଲୁଲାର ଜାଇଗୋଟ୍କୁ ସେ କ'ଣ କରେ ନା, କେଉଁଥିରେ କନଭର୍ଟ କରେ ନା, ଇଣ୍ଟୁ ଏ ମଲ୍ଟି ସେଲୁଲାର ଷ୍ଟ୍ରକ୍ଚର। ଗୋଟେ ସିଙ୍ଗଲ ସେଲ୍ ଷ୍ଟ୍ରକ୍ଚର ଗୋଟେ ମଲ୍ଟି ସେଲୁଲାର ଷ୍ଟ୍ରକ୍ଚରକୁ କନଭର୍ଟ କରେ, ତାକୁ ଆମେ କ୍ଲିଭେଜ୍ କହିବା। ତ ସେ ମଲ୍ଟି ସେଲୁଲାର ଷ୍ଟ୍ରକ୍ଚରଟା କ'ଣ ନା, ବ୍ଲାଷ୍ଟୁଲା। ବୁଝିହେଲା? ତ କ'ଣ ହେଲା ନା, ସିଙ୍ଗଲ ସେଲ୍ ଆମର ଜାଇଗୋଟ୍ରୁ ଆମର ବ୍ଲାଷ୍ଟୁଲା କନଭର୍ଟ କରିଲା। ବୁଝିହେଲା? ତ ଆମର ଜାଇଗୋଟ୍ର ଆମର କ'ଣ ହେଲା, 2n ହେଲା। ତ ଇଏ ଯେଉଁ ବ୍ଲାଷ୍ଟୁଲା ଯେଉଁ ସେଲ୍ ହେବ ସିଏ ଅବଭିୟସ୍ଲି 2n ହେବ, କାହିଁକିନା ଏଇଟା ମାଇଟୋଟିକ୍ ଡିଭିଜନ୍ ହେଲା। ମାଇଟୋଟିକ୍ ଡିଭିଜନ୍ରେ କିଛି ଆମର ଏନ୍ର କିଛି ଫରକ ପଡ଼େ ନାହିଁ। ଡିପ୍ଲୋଏଡ୍ ଥିବ ମାନେ ଡିପ୍ଲୋଏଡ୍ ହେବ, ମାନେ 2n ଥିବ ମାନେ ହିଁ 2n ହିଁ ହେବ। ଯେଉଁ ଦୁଇଟା ସେଲ୍ ଡିଭାଇଡ଼ ହେବ ସେଇଟା 2n ହିଁ ହେବ। ତାପରେ ଦେଖିବା, ବୁଝିହେଲା? ତ ଯେଉଁଟା ମନେ ରଖିବା, ଗୋଟେ ହେଲା ଗୋଟେ କ'ଣ ବ୍ଲାଷ୍ଟୁଲା କହିବା, ଆଉ ଗୋଟେ ହେଲା ଏଟା ହେଉଛି ୟୁନିସେଲୁଲାର ଜାଇଗୋଟ୍ ହେଲା, ଆଉ ଗୋଟେ ଆମର କ'ଣ ହେଲା, ଆମର ମାଇଟୋଟିକ୍ ଡିଭିଜନ୍ ହେଲା। ତ ବର୍ତ୍ତମାନ ଏଟା ସର୍ଟକଟ୍ ଆମେ ଦେଖିଦେବା। ଜାଇଗୋଟ୍ ଥିଲା, ତାପରେ ଆସ୍ତେ ଆସ୍ତେ ମାଇଟୋଟିକ୍ ଡିଭିଜନ୍ 2 ସେଲ୍ ହେଲା, 2 ସେଲ୍ରୁ 4 ସେଲ୍ ହେଲା, 4 ସେଲ୍ରୁ 8 ସେଲ୍ ହେଲା। ତ ବ୍ଲାଷ୍ଟୋସିଷ୍ଟ କହିବା, ଯେଉଁ ଗୋଟେ ସେଲ୍କୁ ବ୍ଲାଷ୍ଟୋସିଷ୍ଟ କହିବା। ବୁଝିହେଲା? ତ 8 ସେଲ୍ ପରେ କ'ଣ ହେଲା ନା, ଯେଉଁ 16 ସେଲ୍ ଷ୍ଟେଜ୍ ହେଲା, ଏଇଟା ଇମ୍ପୋର୍ଟାଣ୍ଟ ପରୀକ୍ଷାରେ ଆସେ। କ'ଣ ଏଟା ହେଲା, ମୋରୁଲା କହିବା। ତାହେଲେ ଆମେ 16 ସେଲ୍ ଷ୍ଟେଜ୍କୁ କ'ଣ କହିବା ନା, ମୋରୁଲା କହିବା। ବୁଝିହେଲା? ତାପରେ ଆମେ ଦେଖ, ତାପରେ 16 ସେଲ୍ ଷ୍ଟେଜ୍ରୁ କ'ଣ ହେଲା, ତାପରେ ଆମର ଯେଉଁ ଡେଭଲପମେଣ୍ଟ ହେଲା, ଗୋଟେ କ'ଣ ଏମିତି ଟାଇପ୍ର ଡେଭଲପମେଣ୍ଟ ହେଇଛି, ମଝିରେ ଏମିତି ଫାଙ୍କା ଥିବ। ବୁଝିହେଲା? ତ ଯେଉଁ ଉପରଟା ହେଲା ତାକୁ ଆମେ କ'ଣ କହିବା ନା, ଟୋଫୋବ୍ଲାଷ୍ଟ କହିବା। ଟୋଫୋବ୍ଲାଷ୍ଟ ଉପରେ ଟପ୍ରେ ଅଛି ମାନେ ଟୋଫୋବ୍ଲାଷ୍ଟ କହିବା। ବୁଝିହେଲା? ତ ଉପରେ ଟପ୍ରେ ଅଛି ମାନେ ଟ୍ରିକ୍ ଗୋଟେ କୁହାହେଲା କି ଟପ୍ରେ ଅଛି ମାନେ ଟୋଫୋବ୍ଲାଷ୍ଟ ହେଲା, ଯେଉଁଟା ଭିତରେ ଅଛି ମାନେ ଇନର ମାସ୍ ସେଲ୍। ବୁଝିହେଲା? ତ ଟୋଫୋବ୍ଲାଷ୍ଟରୁ ପ୍ଲାସେଣ୍ଟା ହେଇଥାଏ। ତା ପ୍ଲାସେଣ୍ଟା କୋଉଠୁ ହେଇଥାଏ? ଟୋଫୋବ୍ଲାଷ୍ଟ ନା ଇନର ମାସ୍ ସେଲ୍ ନା ପ୍ଲାସେଣ୍ଟା ହେଇଥାଏ ନା ଟୋଫୋବ୍ଲାଷ୍ଟରୁ ହେଇଥାଏ। ବୁଝିହେଲା? ତ ଏତିକି ସରିଲା। ମୋଷ୍ଟ ଇମ୍ପୋର୍ଟାଣ୍ଟ ଆଉଥରେ କହିଦେଉଛି ନା, ମୋରୁଲା ହେଲା 16 ସେଲ୍ ଷ୍ଟେଜ୍। ଏଇଟା ଆସିବ, ମୋରୁଲାଟା କୋଉ ସେଲ୍ ଷ୍ଟେଜ୍ ମାନେ 16 ସେଲ୍ ଷ୍ଟେଜ୍କୁ କ'ଣ କୁହାଯାଏ, ମୋରୁଲା। ତାପରେ ଆସିଲା ଟାଇପ୍ସ ଅଫ୍ ଏଗ୍। ଏଇଟା ଆମେ ଜାଣିଲା ପରେ ହିଁ ଆମେ ଜାଣିପାରିବା କ'ଣ ନା, ଟାଇପ୍ସ ଅଫ୍ କ୍ଲିଭେଜ୍ ଜାଣିପାରିବା, ଇଜି ହେବ। ତ ଟାଇପ୍ସ ଅଫ୍ ଏଗ୍ ହେଲା, ଏଗ୍‌ଟା କେତେ ପ୍ରକାର ଆମେ ଦେଖିଥିବା, ଚଢ଼େଇ ଅଣ୍ଡା, କୁକୁଡ଼ା ଅଣ୍ଡା। ତା ଭିତରେ କ'ଣ ଅଛି, କେଶର ଅଛି, ୟୋକ୍ ଅଛି। ତ ଗୋଟେ ଜାଗାରେ ଅଛି, ମଝିରେ ଥାଇପାରେ, କୋଉଠି ଗୋଟେ ଏମିତି ଥାଇପାରେ। ତାହେଲେ ଯଦି ଆମେ ଅଣ୍ଡାଟା ସିଝେଇ ଦେଉଛନ୍ତି ଦେଖିବା, ତ ଏଇ ଗୋଟେ ସାଇଡ୍‌ରେ ହିଁ ଉପରେ ହିଁ ଥାଏ। ମୋଷ୍ଟ ଅଫ୍ ଦ ଟାଇମ୍‌ରେ ଉପରେ ହିଁ ଥାଏ, ଉପରେ ଥାଏ। ତଳେ କ'ଣ ଥାଏ, ଆମର ୟୋକ୍ ନଥାଏ। ବୁଝିହେଲା? ସେଇଟା ମୁଁ ବର୍ତ୍ତମାନ କହିବି। ଦେଖ, ଆଇସୋଲେସିତାଲ୍ ୟୋକ୍ ମାନେ ସେମିତି ବିଭିନ୍ନ ପ୍ରକାର, ଆମର ଯେମିତି ଚଢ଼େଇରେ ଆମେ ଦେଖିଲେ ଉପରେ ଥାଏ, ତ ସେମିତି ବିଭିନ୍ନ ପ୍ରକାର ଜୀବମାନଙ୍କର ବିଭିନ୍ନ ପ୍ରକାର ଆମର କ'ଣ ହେଲା ନା, ଏଗ୍‌ଟା ଅଛି। ଫାର୍ଷ୍ଟ ହେଲା ଆଇସୋଲେସିତାଲ୍ ଏଗ୍। ଆଇସୋଲେସିତାଲ୍ ଏଗ୍ ମାନେ ଯେଉଁ ୟୋକ୍ ରହିଲା ସେ ସବୁଆଡ଼େ ଡିଷ୍ଟ୍ରିବ୍ୟୁଟ୍ ହେଇଥାଏ। ବୁଝିଲେ? ଏଠି ସବୁଆଡ଼େ ଆମେ ଡିଷ୍ଟ୍ରିବ୍ୟୁଟ୍ ହେଇଥିବ ୟୋକ୍‌ଟା। କୋଉଠି ନା, ଆଇସୋଲେସିତାଲ୍ ଏଗ୍‌ରେ। ବୁଝିହେଲା? ୟୋକ୍ ଯୋଉ ରହିଲା ସବୁଆଡ଼େ ୟୁନିଫର୍ମଲି ଡିଷ୍ଟ୍ରିବ୍ୟୁଟେଡ୍ ହେଇକି ଥିବ, ସବୁଆଡ଼େ ଥିବ। ଏଠି ଜାଗାର ଅଛି, ଏଠି ଜାଗାର ସବୁଆଡ଼େ କ'ଣ ହେଲା ନା, ୟୁନିଫର୍ମଲି ଡିଷ୍ଟ୍ରିବ୍ୟୁଟେଡ୍ ହେଇକି ଅଛି। ବୁଝିହେଲା? ତାପରେ ଏକ୍ସାମ୍ପଲ୍ କହିଲା ସି ଅର୍ଚିନ୍, ମଲୁସ୍କା। ମନେ ରଖିବ, ମାଉସ୍ ହେଲା। ତ କ'ଣ ହେଲା, ସି ଅର୍ଚିନ୍ ଆଉ ଗୋଟେ ହେଲା ମାଉସ୍ ହେଲା। ତ ଏଟା କ'ଣ ନା, ଆଇସୋଲେସିତାଲ୍ ଏଗ୍ ହେଲା। ତାପରେ ମେଜୋଲେସିତାଲ୍ ଏଗ୍ କ'ଣ ହେଲା ନା, ମଡରେଟ୍ ଆମାଉଣ୍ଟ ଅଫ୍ ୟୋକ୍ ଅନଇଭେନଲି ଡିଷ୍ଟ୍ରିବ୍ୟୁଟେଡ୍।
ହେଲା ଇଭେନଲି ଯୋଉ ଆମେ ଆଇସୋଲେସିତାଲ ଦେଖିଲେ କଣ ହେଲା ଇଭେନଲି ଡିଷ୍ଟ୍ରିବ୍ୟୁଟେଡ ହେଇଥିଲା ସବୁଆଡେ ସେମ ମାତ୍ରା ଡିଷ୍ଟ୍ରିବ୍ୟୁଟେଡ ହେଇଥିଲା କିନ୍ତୁ ଆମର ଯୋଉ ମେଜର ଲେସିତାଲ ହେଲା ମାନେ ୟୁନିଫର୍ମଲି ଡିଷ୍ଟ୍ରିବ୍ୟୁଟେଡ ନୁହଁ କୋଉଠି ଏଠି ଅଧିକା ରହିଗଲା ୟୋକ ରହିଗଲା ଏଠି ଅଧିକା ରହିଲା ଏଠି କମ ରହିଗଲା ଏଠି ଅଧିକା ରହିଲା ଏଠି କମ ରହିଲା ଏଟା କଣ ହେଲା ନା ମେଜର ଲେସିତାଲ ଏକ୍ସାମ୍ପଲ ହେଲା ଫ୍ରଗ ରେ ବୁଝିହେଲା ବେଙ୍ଗଳ ଟା ସବୁ ଦେଖିଥିବେ ତ ହେଲା ମେଜର ଲେସିତାଲ ହେଇଗଲା ତାପରେ ଆସିଲା ଟେଲୋ ଲେସିତାଲ ଟିଲୋ ଟିଲୋ ମାନେ ଟେଲ ମାନେ ଶେଷରେ ଅଛି ଯେମିତି ଚଢେଇ ଅଣ୍ଡା କହିଲେ କଣ ଅଛି ଚଢେଇ ଅଣ୍ଡା ହେଲା ସବା ତଳେ ଥାଏ କଣ ୟୋକ ଥାଏ ତ ଟେଲୋ ଲେସିତାଲ କଣ ହେଲା ନା ଡେନ୍ସ ୟୋକ ଥାଏ କଣ ଏଟ ୱାନ ଏଣ୍ଡ ଗୋଟେ ଏଣ୍ଡ ହିଁ ଥାଏ ଚଢେଇ ଦେଖିଲେ ଗୋଟେ ଏଣ୍ଡ ହିଁ ଆମର ରହିଲା କଣ ୟୋକ ଟା ରହିଲା ଏକ୍ସାମ୍ପଲ କଣ ହେଲା ନା ବାର୍ଡସ ଏଣ୍ଡ ରେପ୍ଟାଇଲ ମାନଙ୍କରେ ଥାଏ ଟେଲୋ ଲେସିତାଲ ତାପରେ ସେଣ୍ଟ୍ରାଲ ଲେସିତାଲ ସେଣ୍ଟ୍ରାଲ ଲେସିତାଲ ମାନେ ମଝିରେ ହିଁ ଥିବ ସେଣ୍ଟରରେ ହିଁ ଥିବ ୟୋକ ଟା ସେଣ୍ଟରରେ ଥିବ ବୁଝିହେଲା ତ ସେଣ୍ଟ୍ରାଲ ଲେସିତାଲ ହେଲା ଏକ୍ସାମ୍ପଲ ହେଲା ଫ୍ଲାଏ ଯୋଉ ଆମର ହାଉସ ଫ୍ଲାଏ ହେଲା କି ଆମର ଯୋଉ ଡ୍ରୋସୋଫିଲା ହେଲା ତ ଏଇ ସବୁ କଣ ଆସିବ ନା ସେଣ୍ଟ୍ରାଲ ଲେସିତାଲ ଭିତରେ ଆସିବ ତାପରେ ଆସିଲା କ୍ଲିଭେଜ ଟାଇପ୍ସ ଅଫ କ୍ଲିଭେଜ ଗୋଟେ ହେଲା ଆମର ହୋଲୋବ୍ଲାଷ୍ଟିକ କ୍ଲିଭେଜ ଗୋଟେ ହେଲା ମେରୋବ୍ଲାଷ୍ଟିକ କ୍ଲିଭେଜ ଦିଟା ହେଲା ତ ହୋଲୋବ୍ଲାଷ୍ଟିକ କ୍ଲିଭେଜ ନା କମ୍ପ୍ଲିଟ କ୍ଲିଭେଜ ହେଲା ତ ସବୁଆଡେ ୟୋକ ଅଛି ତ ସେ ଦି ଭାଗରେ ଭାଗ କରିଦେଲା ବୁଝିହେଲା ତ କଣ ହେଲା ନା ତାକୁ ଦି ଭାଗରେ ଭାଗ କରିଦେଲା ଦି ଭାଗରେ ଭାଗ କରିଦେଲା ତ ଏପଟେ ଯେତିକି ୟୋକ ଆସିବ ସେପଟେ ସେତିକି ୟୋକ ଆସିବ ଏପଟେ ଯେତିକି ହ୍ୱାଇଟ ପାର୍ଟ ଆସିଲେ ଏପଟକୁ ସେତିକି ହ୍ୱାଇଟ ପାର୍ଟ ଆସିବ ତ କଣ ହେଲା ନା କମ୍ପ୍ଲିଟଲି ଆମର କଣ ହେଲା ନା ଯୋଉ ମଝିର ସେଲ ଟା ରହିଲା ମାନେ ଏଗ ସେଲ ଟା ଦି ଭାଗ ହେଇଯିବ ବୁଝିହେଲା ତାକୁ କହିଲେ ହୋଲୋବ୍ଲାଷ୍ଟିକ କ୍ଲିଭେଜ ସବୁ କମ୍ପ୍ଲିଟ ଡିଭାଇଡ ହେଇଯିବ ମେରୋବ୍ଲାଷ୍ଟିକ କ୍ଲିଭେଜ କଣ ହେଲା ନା ଆମେ ଦେଖିବା ଏଇ ମଝି ଜାଗାରେ ଗୋଟେ ବଡ ୟୋକ ଟେ ଥିବ ତ ସିଏ କେମିତି କମ୍ପ୍ଲିଟ ଡିଭାଇଡ କରିପାରିବ କି ସିଏ କଣ ନା ଅଧା ମାନେ କଣ ନା ୟୋକ ଜାଗାରେ ହିଁ କଣ କରିବ ନା ସିଏ ହଉଛି ଡିଭିଜନ ସେଲ ଡିଭିଜନ କରିବ ବୁଝିହେଲା ତ ଏଇଟା ଯୋଉ ମଝିରେ ଗୋଟେ ଜାଗା ରହିଲା ତ ସେ କମ୍ପ୍ଲିଟ ଡିଭିଜନ କରିପାରିବନି ତ ଏଇ ପର୍ସନରେ କଣ ହବ ତା ସେଲ ଡିଭିଜନ ହବ ଏଇ ୟୋକ ପର୍ସନ ହିଁ ତା ସେଲ ଡିଭିଜନ ହବ ସେଇଠୁ ହିଁ ଆମର ଯୋଉ ଜୀବଟା ଏଇଠୁ ଜନ୍ମ ହବ ୟୋକରୁ ହିଁ ଜନ୍ମ ହବ ତ ସେଟା କଣ ହଉଥିଲା ନା ଟୋଟାଲ କମ୍ପ୍ଲିଟଲି ଡିଭିଜନ ହଉଥିଲା ବୁଝିହେଲା ମେରୋବ୍ଲାଷ୍ଟିକ କ୍ଲିଭେଜ ହୋଲୋବ୍ଲାଷ୍ଟିକ କ୍ଲିଭେଜ କଣ ତାପରେ ଦେଖ ଏଠି ଗୋଟେ ଲେଖା ହେଇଛି କ୍ଲିଭେଜ ଫ୍ୟୁରୋ ଏକ୍ସଟେଣ୍ଡେଡ ଥ୍ରୋ ଦ ସେଲ ହେଲା କ୍ଲିଭେଜ ଫ୍ୟୁରୋ ହେଲା ଗୋଟେ ହେଲା ଆମର ଏନିମାଲ ପୋଲ ହେଲା ଆଉ ଗୋଟେ ହେଲା ଭେଜିଟେଟିଭ ପୋଲ ହେଲା ତ ଟୋଟାଲି ଆମର ଏନିମାଲ ପୋଲ ରୁ ଭେଜିଟେଟିଭ ପୋଲ ହିଁ କମ୍ପ୍ଲିଟ ଆମର ଯୋଉ କ୍ଲିଭେଜ ଫ୍ୟୁରୋ ହେଇଥାଏ ମାନେ କମ୍ପ୍ଲିଟ କ୍ଲିଭେଜ ହେଇଥାଏ ହେଲା ତ ଆମର ଯୋଉ ମେରୋବ୍ଲାଷ୍ଟିକ କଣ ହେଲା ନା ଏନିମାଲ ଥିବ ଅଲଗା କିନ୍ତୁ ଯେହେତୁ ଆମର ହଉଛି ୟୋକ ଟା ବଡ ଥିବ ତ ଭିତରେ ହିଁ କେବଳ ଆମର କ୍ଲିଭେଜ ହେଇଥାଏ ଡିଭିଜନ ହେଇଥାଏ ବୁଝିହେଲା ତ ଏକ୍ସାମ୍ପଲ ହୋଲୋବ୍ଲାଷ୍ଟିକ କ୍ଲିଭେଜ କିଏ କରେ ନା ଯୋଉ ଯାହାର ଆଇସୋଲେସ କଣ ୟୁନିଫର୍ମ ଡିଷ୍ଟ୍ରିବ୍ୟୁଟେଡ ହେଲା ତ ସବୁ ଟୋଟାଲ ଡିଭିଜନ ହବ ଯୋଉଟାର ମେଜୋଲେସିତାଲ ହେଇଗଲା ଯାହାର ମେଜୋଲେସିତାଲ ଏକ ଅଛି ଯାହାର ଆଇସୋଲେସିତାଲ ଏକ ଅଛି ଦେଖିଦେବେ କିଏ ଆଇସୋଲେସିତାଲ ଏକ କାହାର ମେଜୋଲେସିତାଲ ଏକ କାହାର ତ ଜାଣିପାରିବା ଆମେ ହୋଲୋବ୍ଲାଷ୍ଟିକ କ୍ଲିଭେଜ କିଏ କରେ ବୁଝିହେଲା ତାପରେ ସେମିତି ମେରୋବ୍ଲାଷ୍ଟିକ କ୍ଲିଭେଜ ତ ମେରୋବ୍ଲାଷ୍ଟିକ କ୍ଲିଭେଜ କଣ ହେଲା ନା ଦେଖିଲେ କି ଗୋଟେ ମଝିରେ ଏକ ଅଛି ତ ଉପରେ ହିଁ ଆମର ଟୋଟାଲ ଡିଭାଇଡ ନୁହେଁ କେବଳ ଯୋଉ ୟୋକ ପର୍ସନ ହିଁ ଆମର କଣ ହେଲା ନା ଡିଭିଜନ ହେଲା ବୁଝିହେଲା ତ କଣ ହେଲା ଏଇଟା କିଏ କରେ ନା ଯାହାର ଟିଲୋଲେସିତାଲ ଅଛି ଆଉ ସେଣ୍ଟ୍ରୋଲେସିତାଲ ଅଛି ସେଣ୍ଟ୍ରୋଲେସିତାଲ କଣ ହେଲା ଫ୍ଲାଏ କଥା କୁହାଯାଇଥିଲା ଇନସେକ୍ଟ ହେଲା ଆମର ଟେଲୋଲେସିତାଲ ହେଲା ବାର୍ଡସ ହେଲା ଫିସ୍ ହେଲା ରେପ୍ଟାଇଲ ହେଲା ଇଏ କଣ ହେଲା ନା ଟେଲୋଲେସିତାଲ ଆମର କଣ କରନ୍ତି ଟେଲୋଲେସିତାଲ ଆମର କଣ କରନ୍ତି କ୍ଲିଭେଜ କରନ୍ତି ମେରୋବ୍ଲାଷ୍ଟିକ କ୍ଲିଭେଜ ର ଟେଲୋଲେସିତାଲ କରନ୍ତି ତାପରେ ହେଲା ସେଣ୍ଟ୍ରୋଲେସିତାଲ କଣ ହେଲା ଇନସେକ୍ଟ କରାଏ ବୁଝିହେଲା ତ ଆମର ଯୋଉ ରହିଲା ହଉଛି ହୋଲୋବ୍ଲାଷ୍ଟିକ କ୍ଲିଭେଜ ତାର ପୁଣି କିଛି ଟାଇପ୍ସ ଅଛି ହେଡିଙ୍ଗ ମୁଁ ଦେଇନାହିଁ ତ ନେକ୍ସଟ ପିକ୍ଚରରେ ଦେଖେଇଦେବି କି ହୋଲୋବ୍ଲାଷ୍ଟିକ କ୍ଲିଭେଜ ରେଡିଆଲ କ୍ଲିଭେଜ ସବୁ ଦେଖେଇଦେବି ତ କଣ ହେଲା ନା ରେଡିଆଲ ଏଇଟା ହୋଲୋବ୍ଲାଷ୍ଟିକ କ୍ଲିଭେଜ ର ସବୁ ପାର୍ଟଟା ରେଡିଆଲ କ୍ଲିଭେଜ ହେଲା ରେଡିଆଲ କ୍ଲିଭେଜ ମାନେ ଯୋଉ କ୍ଲିଭେଜ ହବ ଗୋଟେ ସେଲ ଉପରେ ଗୋଟେ ସେଲ ହେଲା ଗୋଟେ ଉପରେ ଗୋଟେ ତଳେ ଗୋଟେ ଉପରେ ଗୋଟେ ତଳେ ତ ଏଇଟା ହେଲା କଣ ହେଲା ଆମର ହୋଲୋବ୍ଲାଷ୍ଟିକ ରେଡିଆଲ କ୍ଲିଭେଜ ହେଲା ସ୍ପାଇରାଲ କ୍ଲିଭେଜ କାହାକୁ କହିବା ଟିକେ ଦେଢ ହେଇକି ଥିବ ଏମିତି ଦେଢ ହେଇକି ଥିବ ଟିକେ ଦେଖ ଏମିତି ତେରଛେଇକି ଥିବ ତେରଛେଇ କ୍ଲିଭେଜ ମାନେ କ୍ଲିଭେଜ ସେଲ ଗୁଡା ତ ସ୍ପାଇରାଲ କ୍ଲିଭେଜ କହିବା ତ ସ୍ପାଇରାଲ କ୍ଲିଭେଜ କିଏ କରେ ନା ଆନଲେଡା ମଲୁସ୍କା ରେଡିଆଲ କ୍ଲିଭେଜ କିଏ କରେ ନା ଏକାଣ୍ଡରମାଟା ଆମ୍ଫିବିଆ କ୍ଲିୟର ହେଲା ତାପରେ ଆସିଲା ବାଇଲେଟରାଲ କ୍ଲିଭେଜ ବାଇଲେଟରାଲ କ୍ଲିଭେଜ କଣ ହେଲା ଏସୋସିଏସ ହଁ ଏକ୍ସାମ୍ପଲ ମନେ ରଖ ନା ଏସ୍କିଡିଆନ ଆଉ ଟର୍ନିକେଟସ ବୁଝିହେଲା ବାଇଲେଟରାଲ କ୍ଲିଭେଜ ତାପରେ ଆସିଲା ରୋଟେସନାଲ କ୍ଲିଭେଜ ରୋଟେସନାଲ କ୍ଲିଭେଜ କାହାର ହେଲା ନା ମାମାଲ ରୋଟେସନାଲ କ୍ଲିଭେଜ ହେଲା ବୁଝିହେଲା ତ ଆମେ ଦେଖିବା ବର୍ତ୍ତମାନ ଏ ପିକ୍ଚର ହିଁ ଦେଖି ଜାଣିପାରିବା
ତ hollow elastic cleavage ହେଲା complete cleavage। ତ ଫାର୍ଷ୍ଟ ହେଲା isosceles cleavage। isosceles କଣ ହେଲା ରେଡିଆଲ ହେଲା। ଦେଖ ରେଡିଆଲ ଗୋଟେ ପରେ ଗୋଟେ ଉପରେ ଗୋଟେ ତଳ ଗୋଟେ ଉପରେ ଗୋଟେ ତଳ ଗୋଟେ ରେଡିଆଲ କ୍ଲିଭେଜ ହେଲା। ତ ସ୍ପାଇରାଲ କ୍ଲିଭେଜ କଣ ହେଲା ନା ଟିକେ ତେରଛେଇ ରହିଲା ଟିକେ ତେରଛେଇ ରହିଲା ଗୋଟେ ଗୋଟେ ଟିକେ ତେରଛେଇ ରହିଲା। ତ ଏଟା କଣ ହେଲା ସ୍ପାଇରାଲ କ୍ଲିଭେଜ। ଏକ୍ସାମ୍ପଲ ଏନିଲିଡା ମଲୁସ୍କା ବେଟୱାର୍ମ ହେଲା। ରେଡିଆଲ ହେଲା ଏକାଣ୍ଡରମାଟା ଏମ୍ଫିବିଆ ଏଇ ସବୁ କଣ ହେଲା ନା ହୋଲୋ ବ୍ଲାଷ୍ଟିକ କ୍ଲିଭେଜ ର ଏକ୍ସାମ୍ପଲ ହେଲା କିଏ କରିଥାଏ। ତ ଆସିଲା ବାଇଲେଟରାଲ କ୍ଲିଭେଜ କହିଲି କି ଆମର ଦିଭାଗ ହେଇଗଲା। ବାଇଲେଟରାଲ କ୍ଲିଭେଜ ହେଲା ଦି ପାଖ ସେମ ହିଁ ଦେଖାଯିବ ଯୋଉ କ୍ଲିଭେଜ ଟା ଦି ପାଖ ସେମ ହିଁ ଦେଖା ବାଇଲେଟରାଲ କ୍ଲିଭେଜ ହେଲା। ତାପରେ ରୋଟେସନାଲ କ୍ଲିଭେଜ କଣ ରୋଟେଟ କରିକି କ୍ଲିଭେଜ ହବ। ଯଦି ଏ ପାଖରେ ହେଇଥିବ ଆର ପାଖରେ ହବ ଏଟା ରୋଟେସନାଲ କ୍ଲିଭେଜ ହେଲା। ତ ରୋଟେସନାଲ କ୍ଲିଭେଜ କିଏ କରେ ନା ମାମାଲ କରେ ନିମାଟୋଡ୍ସ କରେ। ବୁଝିହେଲା ସେଠି ମାମାଲ କହିଥିଲେ ଏଠି ନିମାଟୋଡ ଗୋଟେ କହିଥିଲେ। ଦି ଜଣ କରେ ରୋଟେସନାଲ କ୍ଲିଭେଜ କରେ ନା ମାମାଲ କଲେ ଆଉ ନିମାଟୋଡ କରେ। ବୁଝିହେଲା। ତାପରେ ଆସିଲା ମେଜୋଲେସ୍ତାଲ କଣ ହେଲା ଏମ୍ଫିବିଆନ ସବୁ କରିଥାନ୍ତି। ରେଡିଆଲ କଣ ହେଇଥାଏ କିନ୍ତୁ ଏମ୍ଫିବିଆନ କରିଥାନ୍ତି। ମେଜୋଲେସ୍ତାଲ କ୍ଲିଭେଜ ହେଲା। ତାପରେ ଆମର ହେଲା ମେଜୋଲେସ୍ତାଲ ଏଇ ଗୁରା ହେଲେ ମେଜୋଲେସ୍ତାଲ କ୍ଲିଭେଜ। ଏଇଟା ଦେଖ ଟେଲୋଲେସ୍ତାଲ ହେଲା। ତ କଣ ହେଲା ମେରୋବ୍ଲାସ୍ଟିକ କ୍ଲିଭେଜ ଇନକମ୍ପ୍ଲିଟ କ୍ଲିଭେଜ। ଟୋଟାଲ ଏଟାରେ କ୍ଲିଭେଜ ହବନି ତ କିଛି ପର୍ସନ ହିଁ କ୍ଲିଭେଜ ହବ କିଛି ପର୍ସନ ହିଁ କ୍ଲିଭେଜ ହବ। ବୁଝିହେଲା। ତ ଫାର୍ଷ୍ଟ ହେଲା ବାଇଲେଟରାଲ। ବାଇଲେଟରାଲ କଣ ନା ତ ଭିତରେ ପର୍ସନ ଏଇଟା ଯୋଉ ରହିଲା ତ ଭିତରେ ଯୋଉ ୟୋକ ରହିଲା ତ ଏଇ ୟୋକ ପର୍ସନଲି କଣ ହେଲା ସେ ଡିଭାଇଡ କରିବ। ତାକୁ କହିଲେ ବାଇଲେଟରାଲ କହିଲେ। ବୁଝିହେଲା। ତାପରେ ଡିସ୍କଏଡାଲ କହିଲେ ତ ଇଏ କଣ କରେ ନା ଗୋଟେ ଉପରେ ହିଁ କ୍ଲିଭେଜ ହବ। ଯୋଉ ଆମର ଏଇଟା ହେଲା ଏଗ ଉପରେ ୟୋକ ରହିଗଲା। ତ ଉପର ପର୍ସନ ହିଁ ଯେହେତୁ ୟୋକ ଅଛି ତ ଉପର ପର୍ସନରେ ଆମର କଣ ନା କ୍ଲିଭେଜ ହବ। କ୍ଲିୟର ହେଲା। ତାପରେ ଆମେ ଆସିବା ସେଣ୍ଟ୍ରୋଲେସ୍ତାଲ ଗଲା ସେଣ୍ଟ୍ରୋଲେସ୍ତାଲ। ତ ସେଣ୍ଟ୍ରୋଲେସ୍ତାଲ କଣ ହେଲା ନା ୟୋକ ଇନ ଦ ସେଣ୍ଟର ଅଫ ଏଗ ୟୋକ ଯୋଉ ରହିଲା ସେଣ୍ଟରରେ ଥାଏ ସବୁ। ବୁଝିହେଲା। ଏ ଦେଖ ସେଣ୍ଟର ଜାଗାରେ ୟୋକ ରହିଯାଇଛି। ତ କଣ କଲେ ନା ସେଣ୍ଟ୍ରୋଲେସ୍ତାଲ ଏଗ ହେଲା। ଏ ଯୋଉ ସେଣ୍ଟରକୁ ପଳେଇଆଇଲା ତାପରେ ଅଲଗା ଅଲଗା ହେଇକି ତାପରେ ହଉଛି ଆମର ବ୍ଲାଷ୍ଟୋଲା ଫର୍ମେସନ କଲା ବ୍ଲାଷ୍ଟୋସିଷ୍ଟ ଫର୍ମେସନ କଲା। ବୁଝିହେଲା। ତ କୋଉ ଟପିକ ର ପ୍ରୋବ୍ଲେମ ରହୁଛି କଣ ରହୁଛି କମେଣ୍ଟ କଲେ ତ ଆମେ ସେଇ ଟପିକ ହିଁ କଭର କରିବା। ତ ବେଶୀ ଗୁଡା ବର୍ତ୍ତମାନ ମେ ବି ଟାଇମ ବାହାର କରିବି ଟାଇମ ବାହାର କରିବି ପଢିବା ପାଇଁ। ତ ଠିକ ଅଛି ଥ୍ୟାଙ୍କ ୟୁ। ଟ୍ରାଏ କରାହଉଛି କି ପ୍ରତ୍ୟେକ ଦିନ ହିଁ ଟ୍ରାଏ କରାହଉଛି କିନ୍ତୁ ପ୍ରୋବ୍ଲେମ ଯେହେତୁ ରହିଯାଉଛି ବର୍ତ୍ତମାନ କିଛି ଚାଲିଥିଲା ଏକ୍ସାମ ଆସିଗଲା ତ ଏଥିପାଇଁ ଧ୍ୟାନ ଦେବାକୁ ପଡୁଛି। ଫାଷ୍ଟ ଆମ ସ୍କୁଲ ତାପରେ ଆସିଲା ୟୁଟ୍ୟୁବ ଫାଷ୍ଟ ସ୍କୁଲ 100% ଟାଇମ ଦେଲା ପରେ ଯଦି ଆମ ଟାଇମ ବଞ୍ଚୁଛି ଆମେ ୟୁଟ୍ୟୁବ ହିଁ ଦଉଛୁ। ତ ଠିକ ଅଛି କେହି ଖରାପ ଭାବିବେନି ତ ସେଇଟା ହିଁ ମୋର କର୍ମଭୂମି। ଥ୍ୟାଙ୍କ ୟୁ ବାଏ ବାଇ।